ଆଜି ସକାଳୁ ସକାଳୁ ଚଉରା ପାଖରେ ଟିକେ ପଞ୍ଚମୁରୁଜ ଝୁଟି ଦେଇ ଚଉରା ପୂଜାଟି ସରେଇ ଦେଇ ଠାକୁର ଘର ପୋଛାପୋଛି କଲି। ଇଷ୍ଟଦେବୀଙ୍କୁ ଲିପାଲିପି କରିଦେଲା ଭିତରେ ପଳେଇ ଆସିଲେଣି ପୁରୋହିତ ପୁରାଣ ପଢ଼ିବା ପାଇଁ। ପୁରାଣ ଟିକେ ଶୁଣିଦେଲି, ତାପରେ ଯାଇକି ଚାହା ଟିକେ କରିକି ଧରିକି ବସି ପଡ଼ିଲି ପିଇବା ପାଇଁ। ମଉସା ଆସିକି କହିଲେ ଶୀଘ୍ର ଟିକେ ବାହାରୁନୁ, ଯିବା ପୁଅକୁ ଧରିକି ବ୍ଲଡ଼ଟା ଦେବା। ସେଥିପାଇଁ ତରତର ହେଇକି ରୋଷେଇ କରିଦେଲି ପୁଅ ପାଇଁ ଭାତ ଡାଲମା, ତାକୁ ଟିକେ ଖୁଆଇ ଦେଇ ବାହାରି ପଡ଼ିଲୁ ଯିବା ପାଇଁ। ଆମ ପାଇଁ କିଛି ଜଳଖିଆ ହେରିକା କରିନି, ସେଥିପାଇଁ ଯାଇକି ପହଞ୍ଚିଗଲୁ କାଳୁଆର ବିନା ରସୁଣ ପିଆଜ ହୋଟେଲରେ। ସେଇଠି ଟିକେ ଜଳଖିଆଟା ଖାଇଦେଲୁ। ଖାଇସାରିକି ଯାଇକି ବ୍ରହ୍ମପୁରରେ ପହଞ୍ଚିଲୁ। ବ୍ରହ୍ମପୁରରେ ବ୍ଲଡ଼ ଦେଇଦେଲୁ ଟେଷ୍ଟିଂ କରିବା ପାଇଁ। ତାଙ୍କେ କହିଲେ ଆଜି ରିପୋର୍ଟ ମିଳିବନି, କାଲିକି ଯାଇକି ମିଳିବ। ଆମେ ଭାବିଥିଲୁ ଜଗିଦେବା, ତାପରେ ଆମର ଘୋଷାଣନଗା ମନ୍ଦିରରେ ଖାଇଦେବା। କିନ୍ତୁ ଆଜି ତ ଶୀଘ୍ର କାମ ସରିଗଲା, କାଲିକି ତ ରିପୋର୍ଟ ମିଳିବ। ସେଥିପାଇଁ ଘରକୁ ଆସିଲେ ରୋଷେଇବାସ କରିବୁ, ଆଉ ଶୀଘ୍ର ପଳେଇ ଆସିଲୁ। ଆଜି ତ ଆଉ ରୋଷେଇବାସ କରିନଥିଲି, ସେଥିପାଇଁ ଏବେ ରୋଷେଇବାସରେ ଲାଗି ପଡ଼ିବି। ଆଜିର ବ୍ଲଗ୍ଟି ଏଇଠି ରଖିବି, ପୁଣି ଦେଖାବ ନୂଆ ବ୍ଲଗ୍ରେ। ନମସ୍ତେ, ଜୟ ଜଗନ୍ନାଥ।